बोलो मसीह बोलो ईश्वर हालेलुया हालेलुया। बहुत बढ़िया। भोक लगुच कि नाई आज मिछ कौन हालेलुया प्रेज द लॉर्ड प्रेज द लॉर्ड। मु बहुत आनंदित आपण माने पुणी थे सुजोग देले सत जदि कहबी मो योग्य नुहे यह ईश्वर योजना एवं आपण मान प्रेम अटे। यही परिप्रेक्षी में पुणी थे समस्त बहुत बहुत धन्यवाद ख्रीष्ट प्रेम अनेक अनेक नमस्कार ज्ञापन करुछि। नमस्कार। वाह 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 परिवर्तन हो गले क्या हालेलुया। जीहोवा जीहोवा टे गाउथिबे हां मो पछरे आज्ञा 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 देखो आपण माने सिंगर माने मो फटा डबा तो मो पछरे पछरे टे गाइबे हां गाइबे आपण माने गाइबे मो जो आडे जाय टिके टिके डबा बजाए आ सामनार सिंगर मान को कहे आपण माने मते टिके टिके गां आपण माने मिसी की गाइबे सत कहउछुंदे देखो आज रो मिछो को नै एटलिस्ट हां मोबाइल बाहर करंतु केते जणकर मोबाइल अछि मोबाइल आनी छुंदी मोबाइल माने जोना नहीं बोधे आज्ञा मोबाइल आनी छुंदी की ए प्रभु हो कि नहीं किसी को आ मोबाइल बाहर करंतु यूट्यूब को जानतो जिहोवा मो प्रभु मारंतु सेठी गीतटा अछि तो सुविधा हबो गाइबा पय बोली कहउछ। हालेलुया। बाइबल परमेश्वर जिहोवा सदा प्रभु अछंती। ताली देगे हो प्रभु को पय या प्रभु को पय मारू छंती बा जोर से आओ जोर से जे को मात्र सम्राट अछंती जे ईश्वर गणर ईश्वर जे राजो गणर ताली हो नै काहे ताली काहे के हो नै जे राजो गणर प्रभु अछंती कहां को नाम जिहोवा हालेलुया सदा प्रभु। केते जण बाहर गले केते जण बाहर गले ए प्रभु मो कोआडे टिके टिके कहू थांतु मोबाइल बाहर गले अच्छा बेसे साधु की मोबाइल आनी नथी अरे हो कि नहीं किसी गोटे को आनी नथी ओ जा हो भाई मन आनी छथि सर आपण आनी छथि टिके मो पछरे पछरे बोलिबे हां आज्ञा 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 मो पछरे पछरे गाइबे भौणी मानक मध्यरे जदि के भलो सिंगराणी अछंती तो आपण मते टिके हेल्प करंतु। जिहोवा
ଟିକେ ବେଟର ହେଲ୍ପ ହେଇପାରିବ ଅବଶ୍ୟ ନୂଆ ଲାଗୁଛି ରାଇଟ୍ ମୁଁ ଦୁଃଖିତ ଏଣୁ ସିଙ୍ଗରାଣୀ ମାନଙ୍କୁ ଟିକେ ଦିଅନ୍ତୁ ସେମାନଙ୍କର ଆବାଜ ମଧ୍ୟ ଆସିଲେ ଭଲ ମୁଁ ଜାଣି ନାହିଁ ଜିଓ ବାସଦା ପ୍ରଭୁ ଆମ ପାଇଁ ସେ ଚିନ୍ତା କରନ୍ତି ଆମ ପାଇଁ ସେ ଚିନ୍ତା କରନ୍ତି ଜିଓ ବାସଦା ପ୍ରଭୁ ଚିନ୍ତାରୁ ସେ Give
Hallelujah. Praise the Lord. যে পালন করନ୍ତି যে শান্তি দিଅନ୍ତି যে পরমেশ্বর ଆମ ପାଇଁ ନିତ୍ୟ ଯତ୍ନବାନ ଅଟନ୍ତି ସେହି ପରମେଶ୍ୱର ବାଇବଲ ପରମେଶ୍ୱର ସଦାପ୍ରଭୁ ସେ ନୀରବ ରହି ସେ ମାଟି ବା ପଥର ନୁହନ୍ତି ସେ ବାଇବଲ ସଦାପ୍ରଭୁ ସର୍ବ ଜଗତର ସୃଷ୍ଟିକର୍ତ୍ତା ଜୀବନ୍ତ ଜିହୋବା
କଣ ଥାଉ କି ନଥାଉ ଜିହ୍ୱାଙ୍କୁ ସୁନ୍ଦର ରଖନ୍ତୁ। ଧନ ଥାଉ କି ନଥାଉ, ଘର ଥାଉ କି ନଥାଉ, ନା ସୁସ୍ଥ ଶରୀର ଥାଉ କି ନଥାଉ, ଜିହ୍ୱା ସଙ୍ଗରେ ଥିଲେ ଯଥେଷ୍ଟ। ହାଲେଲୁୟା। ଜିହ୍ୱା ମୋ ପ୍ରଭୁ ମୋ ରାଜା, স্তুতি করিবি বজায় বাজা, আমি তো তোমারি প্রজা। হালেলুয়া, হালেলুয়া। ধন্য সুরা ধন্য ধন্য, প্রেজ দ্য লর্ড।
ହାଲେଲୁୟା। ମଙ୍ଗଳମୟ ପରମେଶ୍ୱର ପ୍ରଭୁ, ତୁମ୍ଭ ନାମ ଯେପରି ତୁମ୍ଭ କାର୍ଯ୍ୟ ସେପରି ଆଶ୍ଚର୍ଯ୍ୟରେ ପରିପୂର୍ଣ୍ଣ ଅଟେ। ତୁମକୁ ଜାଣିବା ପାଇଁ ସାହାଯ୍ୟ କର, ତୁମକୁ ବୁଝିବା ପାଇଁ ସାହାଯ୍ୟ କର, ତୁମ ଶକ୍ତିକୁ ଚାଖିବା ପାଇଁ ସାହାଯ୍ୟ କର। ତୁମେ ଆଜି ମଧ୍ୟ ଯେହୋୱା ଚିର ଏ ଅନୁଭବରୁ ଜାଣିବା ପାଇଁ ଦୟା କର ସ୍ୱାମୀ। ପ୍ରଭୁ ଆମ୍ଭେମାନେ ବର୍ତ୍ତମାନ ତୁମ୍ଭ ବାକ୍ୟ ଶୁଣିବା ଅପେକ୍ଷାରେ ଓ ଗଡ୍ ଦୟା ବହି କଥା ତୁମ୍ଭ ଅଦ୍ଭୁତ ଆଶ୍ଚର୍ଯ୍ୟ ରବ ଏହି ସ୍ଥାନରେ ଉଚ୍ଚାରିତ ହେଉ। ତାହା ଆମମାନଙ୍କ ଜୀବନକୁ ଆଶୀର୍ବାଦ କରୁ। ଆମମାନଙ୍କର ଦୁଃଖିତ କଠିନ ପ୍ରଭୁ ଚିନ୍ତିତ ହୃଦୟ ବଦଳି ଯାଉ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ତୁମେ ନିଶ୍ଚୟ କଥା ହେବା ପାଇଁ ଯାଉଅଛ, ଏଣୁ ତୁମକୁ ଧନ୍ୟବାଦ ଦେଇ ପ୍ରାର୍ଥନା ଯୀଶୁଙ୍କ ନାମରେ କରୁଛି। ଆମେନ୍। নীরব হেবা। সমস্ত নীরব হয়ে যান। হালেলুয়া। সুস্থির হেউ। হালেলুয়া। প্রেজ দ্য লর্ড। পড়িবা ফিলিপিও 4 অধ্যায় 6 পদ। ফিলিপিও 4:6 କୌଣସି ବିଷୟରେ ମାଇକ୍ ଦେଇଦେବେ ଟିକେ। ମାଇକ୍ हेलो ସମସ୍ତେ ଆମେ ଟିକେ नीरव ହେବା। हेलो ମା ଭଉଣୀ ମାନେ ଟିକେ ପ୍ରଭୁଙ୍କ ବାକ୍ୟ ପ୍ରକାଶ କରିବେ। ଦାସ ତେଣୁ ଟିକେ ସାଇଲେନ୍ସ ହେଇଯିବା। କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, କିନ୍ତୁ ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ୱାରା ଧନ୍ୟବାଦ ସହ ତୁମମାନଙ୍କର ନିବେଦନ ସବୁ ଈଶ୍ୱରଙ୍କ ନିକଟରେ ଜଣାଅ। ପରମେଶ୍ୱରଙ୍କ ଆଶ୍ଚର୍ଯ୍ୟ ନାମର ଗୌରବ ହେଉ। ପରସ୍ପର କଥାବାର୍ତ୍ତା ନ ହେଉ, ସୁସ୍ଥିର ହେଉ। ଆଜି ପ୍ରଭୁ ନିଶ୍ଚୟ କଥା କହିବେ, ଆଉ ଯାହା ଆମେମାନେ ଶୁଣିବା ତାହା ନିଜସ୍ୱ କରୁ, ନିଜ ନିମନ୍ତେ ଗ୍ରହଣ କରୁ। ଆମେନ୍। ହାଲେଲୁୟା। ଲେଖାଯାଏ କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ। ପ୍ରେଜ୍ ଦ ଲର୍ଡ। ଆପଣମାନେ କହିବେ ଷ୍ଟିଫେନ୍ ବାବୁ, ଚିନ୍ତା ନ କରି କେମିତି ଆମେ ରହିବୁ? ପ୍ରିୟ ମା ମାନେ, ପ୍ରିୟ ବାପା ମାନେ, ପ୍ରିୟ ଭାଇ ଭଉଣୀ ମାନେ, ଆପଣ ଚିନ୍ତା କର ନାହିଁ ବୋଲି ଷ୍ଟିଫେନ୍ ଲିମା କହୁନାହିଁ। ଆପଣ ଚିନ୍ତା କର ନାହିଁ ବୋଲି କୌଣସି ପ୍ରଭୁଙ୍କ ଦାସ କହୁନାହାନ୍ତି। ଆପଣ ଚିନ୍ତା କରନ୍ତୁ ନାହିଁ ବୋଲି ଯେ ସମ୍ରାଟ ପରମ ଧନ୍ୟ ଅଗମ୍ୟ ଜ୍ୟୋତି ନିବାସୀ ଏକମାତ୍ର ଶକ୍ତିମାନ ବାଇବଲ ପରମେଶ୍ୱର ଯେହୋୱା ସଦାପ୍ରଭୁ କହୁଛନ୍ତି, ଚିନ୍ତା କର ନାହିଁ। ହାଲେଲୁୟା। ଆପଣ କହିବେ ତେବେ ମୋର ସ୍ୱାମୀ ବିଷୟରେ କଣ? ଚିନ୍ତା କର ନାହିଁ। ସ୍ତ୍ରୀ ବିଷୟରେ କଣ? ଚିନ୍ତା କର ନାହିଁ। ପୁଅ ଝିଅର ଭବିଷ୍ୟତ କଣ? ଚିନ୍ତା କର ନାହିଁ। ହେଲେ କିପରି ହେବ? ସେପରି ହିଁ ହେବେ। ପ୍ରଥମେ ଚିନ୍ତା କରିବା ବନ୍ଦ କରନ୍ତୁ। ଜାଣନ୍ତି, ଚିନ୍ତା କରି ଆମର ଅଧା ବୟସ ପାର ହେଲାଣି।
চিন্তা করি করে রাতি বাহি যাଉଛି চিন্তা করি করে ভাল খাই পারু না হো ଏକ ଚିନ୍ତା କରିବା ପିଲା ଭଲ ପାଠ ପଢି ପାରେ ନାହିଁ ଏକ ଚିନ୍ତା କରିବା ପିଲା ଭଲ ରେଜଲ୍ଟ ଆଣି ପାରେ ନାହିଁ ଏକ ଚିନ୍ତା କରିବା ପିଲା ରାତିରେ ଶୋଇ ପାରେ ନାହିଁ ଏକ ଚିନ୍ତା କରିବା ପିଲା ଜୀବନରେ କୌଣସି କାର୍ଯ୍ୟକୁ ମନ ଧ୍ୟାନ ଦେଇ କନସେଣ୍ଟ୍ରେସନ ଦେଇ କରି ପାରେ ନାହିଁ ଆଉ ଶୈତାନର ଏହା ଏକ ତୀର ଅଟେ ଏହା ଏକ ଏରୋ ଅଟେ ଏହା ଏକ ଚାତୁରୀ ଅଟେ କି ପରମେଶ୍ୱରଙ୍କର ଲୋକମାନେ ଦିନ ରାତି ଚିନ୍ତା କରି କରି ସମୟ ବିତାନ୍ତୁ କୁହନ୍ତୁ ଶୈତାନକୁ ତୋର ଡ୍ରାମା ବେଶୀ ହେଲା ବୋଲି ଟିକେ ପଡୋଶୀକୁ ହାତ ଧରନ୍ତୁ ପଡିଶା ଲୋକ ହାତ ଧର ତମର ଝାଳ ଟିକେ ଆଶୀର୍ବାଦ ଦିଅ କୁହନ୍ତୁ ଆଜ୍ଞା ଏ ପ୍ରଭୁ କହିବ ନାହିଁ ଆଟେ କୁହ ହାତ ଟିକେ ଏମିତି ଧର ଆଉ କୁହ ଆଜ୍ଞା କହିପାରିବ ବେଶୀ ଚାଲାକି ଟିକେ ଭଲରେ କୁହ ଆଜ୍ଞା ତୁମର ସମସ୍ତ ଚିନ୍ତାର ଭାର ସେ ବହନ କରିବେ ମତେ ଦେଖୁଛ ପଡିଶାକୁ ଦେଖ ତୁମର ସବୁ ଚିନ୍ତାର ଭାର ସେ ବହନ କରିବେ ହାଲେଲୁୟା ପ୍ରଭୁଙ୍କ ଲୋକମାନେ ଚିନ୍ତା କରିବା ଆମର କାର୍ଯ୍ୟ ନାହିଁ ନା ଚିନ୍ତା କରିବା ପାଇଁ ଆମେ ଠିକା ନେଇନାଉ ଚିନ୍ତା କରିବା ଆମର ଡ୍ୟୁଟି ନାହିଁ ବାଇବଲରେ ଲେଖାଯାଏ ସେ ଚିନ୍ତା କରନ୍ତି ତାଙ୍କର ଧ୍ୟାନ ଅଛି ସେ ମନୋଯୋଗୀ ଅଟନ୍ତି ଆଉ ଜାଣନ୍ତି ଆମେ ଚିନ୍ତା କରି ଖଡ଼ା ବି ନେଇ ସିଝେଗା ବୁଝିଲା ଖଡ଼ା ନେଇ ସିଝେଗା ଚିନ୍ତା କୁହନ୍ତୁ ଟିକେ ପଡ଼ିଶା ଟିକେ ଦେଖନ୍ତୁ ଚିନ୍ତା ଆରେ ଦେଖ ନା ଡେରି କରୁଛ ମୋର ଗାଡ଼ି ଛାଡ଼ିଦେବ ଦେଖ ଚିନ୍ତା ଫିନ୍ତା ଫିନ୍ତା ଗିନ୍ତା ମିନ୍ତା ଷ୍ଟପ୍ ଷ୍ଟପ୍ କର ଆପଣ ଚିନ୍ତା କରି କିଛି ପାଇନାହାନ୍ତି କିଛି ପାଇପାରିବେ ନାହିଁ ୟାକୁ ନେଇ 8-10ଟା ମେସେଜ ଅଲରେଡି ମୁଁ ଛାଡ଼ିଛି ଆପଣମାନେ ନିଶ୍ଚୟ ଶୁଣନ୍ତୁ ବହୁତ ଲାଭ ପାଇବେ ମୁଁ ସର୍ଟକଟ୍ କହିବି ବୋଲି ଭାବୁଛି ଆଜ୍ଞା ସେମିତି ପରା ହାଲେଲୁୟା ବୋଲେ ଭାବ ନାହିଁ ଆଜି ଯିବି ନାହିଁ ଯାଅ ଦେଖାଯିବ ଯା ପାଇଁ ହାଲେଲୁୟା ପ୍ରଭୁଙ୍କ ଲୋକମାନେ ବହୁତ କଷ୍ଟ ଲାଗେ ବହୁତ ଦୁଃଖ ଲାଗେ ଲୋକମାନଙ୍କୁ ଦେଖିଲା ବେଳକୁ ସକାଳ ଉଠିଲେ ମୋବାଇଲ ବାଜା ଟିକେ ମାରୁନ ସକାଳ ଉଠିଲେ ମୋବାଇଲ ଖାଇଲା ବେଳକେ ମୋବାଇଲ ପଢିଲା ବେଳକେ ମୋବାଇଲ ଆମ ଲୋକମାନେ ସକାଳ ଉଠିଲେ ଚିନ୍ତା ଖାଇଲା ବେଳକୁ ଚିନ୍ତା ବ୍ରେକଫାଷ୍ଟରେ ଚିନ୍ତା ପଢିଲା ବେଳକୁ ଚିନ୍ତା ଶୋଇଲା ବେଳକୁ ଚିନ୍ତା ଡ୍ୟୁଟିରେ ଚିନ୍ତା ଏପଟ ଆଣ୍ଠେଇ ଦେଇଥିବେ ଆଣ୍ଠୁ ଥିବ ଭୂମିରେ ମନ ଥିବ ଚିନ୍ତାରେ ଦେଖ এপট কান্দি কান্দি প্রার্থনা করে দৌথিবে প্রার্থনা সরলা পরে এপট ফোন করে আজ্ঞা কিস করবে আজ্ঞা ডাবু পড়া নাই দয়া করো আজ্ঞা তুমি ন কাকু প্রার্থনা করলো আমি চিন্তাকু দয়া করে হালুকারে নিয়ন্তু নাই চিন্তা করে করে আপন দুঃখিত ଆପଣଙ୍କୁ ଦେଖି ଆପଣଙ୍କ ସ୍ୱାମୀ ଦୁଃଖିତ ଆପଣଙ୍କୁ ଦେଖି ଆପଣଙ୍କ ସ୍ତ୍ରୀ ଦୁଃଖିତ ଏ ଦୁଇ ଜଣଙ୍କୁ ଦେଖି ପୁଅ ଝିଅ ମଧ୍ୟ ଦୁଃଖିତ ନା ଆପଣ କିଛି ପାଇନାହାନ୍ତି କୋଉଠି ଟିକେ ଆୱାଜ ଆସୁଛି ଆୱାଜ ଟିକେ ବନ୍ଦ କରନ୍ତୁ ଆପଣ ଚିନ୍ତା କରି କିଛି ପାଇନାହାନ୍ତି ପାଇବେ ନାହିଁ ବୁଝନ୍ତୁ ୟାକୁ ହଁ ଆଜ୍ଞା ମଣିଷ ବୋଲି ତ ଚିନ୍ତା କର ନାହିଁ ପଶୁମାନେ କରୁଥିବେ ଆମେ ମଣିଷ ଏଥିପାଇଁ ଆମେ ଚିନ୍ତା କରିବା ନାହିଁ ହାଲେଲୁୟା ପ୍ରେଜ୍ ଦ ଲର୍ଡ ଚିନ୍ତା କରିବା ପାଇଁ ସେ ଅଛନ୍ତି
ସେ ଚିନ୍ତା କରିବେ, ତାହା ଆମର କାମ ନାହିଁ। ମନେ ରଖନ୍ତୁ, ଶୟତାନର ତୀର କି ପ୍ରଭୁଙ୍କ ଲୋକମାନେ ଦିବା ରାତ୍ରି ଚିନ୍ତାରେ ହିଁ ସମୟ ବିତାନ୍ତୁ। ଆଉ ପରମେଶ୍ୱରଙ୍କର ଇଚ୍ଛା, ପରମେଶ୍ୱରଙ୍କ ଲୋକମାନେ ଚିନ୍ତା ଶୂନ୍ୟ ହୋଇ ଆନନ୍ଦରେ ପୂର୍ଣ୍ଣ ହୋଇ ଜୀବନ ବିତାନ୍ତୁ। ତାଳି ଟିକେ ମାରିବା ପ୍ରଭୁଙ୍କ ପାଇଁ। ଚିନ୍ତାର ଅନେକ କାରଣ ରହିଛି, ଯେମିତି ପ୍ରଭୁ ସାହାଯ୍ୟ କରିବେ ଆମେ ଆଗକୁ ବଢିବା। ଚିନ୍ତା ଲୋକମାନେ କାହିଁକି କରୁଛନ୍ତି? ତହିଁର ପ୍ରଧାନ 2-4ଟି କାରଣ ମୁଁ ଆପଣମାନଙ୍କୁ କହିବି। ଆଉ ନିଶ୍ଚୟ ଆଜିର ବାକ୍ୟ ଧ୍ୟାନ ଦେଇ ଶୁଣିବେ। ମୁଁ ଗ୍ୟାରେଣ୍ଟି ଦେବି, ଯଦି ନିଜ ପାଇଁ ଶୁଣିବେ ଆଜିଠାରୁ ଆପଣ ଚିନ୍ତା ଶୂନ୍ୟ ଜୀବନ ପାଇବେ। ଆମେନ୍, ହାଲେଲୁୟା। ଏ ଠକ ଯାକ ଆମେନ୍ ମଧ୍ୟ କହୁନାହାନ୍ତି। ଦେଖ, ତୁଇ କହୁଥା ଆମେ ଶୁଣୁଥିବୁ କହିଲା ଚିନ୍ତା କରୁଥାଉ। କଂଗ୍ରାଚୁଲେସନ, ପ୍ଲିଜ ଚିନ୍ତାରେ ଥାଅ। ଚିନ୍ତାର ପ୍ରଥମ ମୁଖ୍ୟ କାରଣ ହେଉଛି ଆମମାନଙ୍କର ପ୍ରାୟୋରିଟି, ମାନସିକତା, ଯାହାକୁ ଆମେମାନେ ଯେତିକି ଗୁରୁତ୍ୱ ଦେବା କଥା ସେତିକି ଦେଇନାହୁଁ, ଏଥିପାଇଁ ଆମେ ଚିନ୍ତା କରୁଛୁ। ଅସୁବିଧା କ'ଣ? ଆମ ପାଇଁ ଏହି ଶରୀର ଇମ୍ପୋର୍ଟାଣ୍ଟ ଅଟେ। ଆମ ପାଇଁ ଏହି ଶରୀରର ସୁସ୍ଥତା ବହୁତ ଜରୁରୀ। ଆମ ପାଇଁ ଏହି ଶରୀରର ଆବଶ୍ୟକତା ବହୁତ ଜରୁରୀ। ଏହାକୁ ଚେଞ୍ଜ କରନ୍ତୁ। ମାଟିର ମଣିଷ କେବେ ମିଶିବ ନାହିଁ। କି ଏମିତି କି ଗୀତ? ମାଟିର ମଣିଷ ମାଟିରେ ମିଶିଯିବ। ଆଜ୍ଞା, କାହିଁକି ଚିନ୍ତା କରୁଛ? 2 ଦିନିଆ ଜୀବନ ଆରାମରେ ରୁହ। ଯାହା ଥାଉ କି ନ ଥାଉ ପ୍ରଭୁଙ୍କୁ ଦେଇଦିଅ ସବୁ। ଏଇ ଶରୀର ତାଙ୍କର, ଏଇ ଜୀବନ ତାଙ୍କର। ତାଙ୍କୁ ଜଣା ସେ କଣ ଦେବା କଥା, କଣ ନାଇଁ ଦେବା କଥା, ସେ ସବୁ ଜାଣନ୍ତି। ଯୀଶୁ କହିଲେ ଲୁକ 12ର ପଢ 23-24 ଶୀଘ୍ର। କାରଣ ଭୋଗ୍ୟ ଅପେକ୍ଷା ଜୀବନ ଓ ବସ୍ତ୍ର ଅପେକ୍ଷା ଶରୀର ଶ୍ରେଷ୍ଠ। କୁଆମାନଙ୍କ ବିଷୟ ଭାବି ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ, ପୁଣି ସେମାନଙ୍କର ଗଲାଘର ବା ଅମାର ନାହିଁ, ଆଉ ଈଶ୍ୱର ସେମାନଙ୍କୁ ଆହାର ଦିଅନ୍ତି। ତୁମେମାନେ ପକ୍ଷୀମାନଙ୍କ ଅପେକ୍ଷା କେତେ ଅଧିକ ଶ୍ରେଷ୍ଠ। 26 ଅତଏବ ତୁମେମାନେ ଯଦି ସବୁଠାରୁ କ୍ଷୁଦ୍ର ବିଷୟ ସୁଦ୍ଧା କରିବାକୁ ସକ୍ଷମ ନୁହଁ, ସବୁଠାରୁ ସାନ ବିଷୟ ତୁମେ କରିବାକୁ ସକ୍ଷମ ନୁହଁ, ତେବେ ଅନ୍ୟ ସମସ୍ତ ବିଷୟ ସମ୍ବନ୍ଧରେ କାହିଁକି ଚିନ୍ତା କରୁଅଛ? କାହିଁକି? ବହୁତ ସିମ୍ପଲ କଥା। ଯୀଶୁ କହିଲେ ତୁମେ କିଛି କରିପାରିବ ନାହିଁ, ତୁମେ ସକ୍ଷମ ନୁହଁ। ୟାକୁ ବୁଝନ୍ତୁ। ଆମେ କରିପାରିବା ନାହିଁ, ଆମର ସେତିକି ବଳ ନାହିଁ। ଆମେ ମାଟିରେ ଗଢ଼ା ଅଟୁ, ଧୂଳିରେ ଗଢ଼ା ଅଟୁ। ଆମ ପାଇଁ ସେ ସବୁ କରିବେ। ଏଇ ଶରୀର ତାଙ୍କର, ଏଇ ଜୀବନ ତାଙ୍କର। ସେ ଆମ ପାଇଁ ଚିନ୍ତା କରନ୍ତି, ଆମ ପାଇଁ ବ୍ୟବସ୍ଥା କରିବେ। ୟାକୁ ବୁଝନ୍ତୁ। ନମସ୍କାର କରୁଛି, ଗୋଡରେ ପଡ ବୋଲେ ପଡି ମଧ୍ୟ ଯିବି। ଟିକେ ବୁଝନ୍ତୁ, ଚିନ୍ତା ଟିକେ ଛାଡ଼ନ୍ତୁ। ଛୋଟ ଶିଶୁ ଠାରୁ ଯଦି ଆପଣ ଦେଖିବାକୁ ଆରମ୍ଭ କରିବେ, ବୃଦ୍ଧ ବୟସ୍କ ଯାଏ ସମସ୍ତେ, ପ୍ରାୟ ସମସ୍ତେ ଏଇ ଚିନ୍ତା ରୂପୀ ଶୟତାନର ତୀର ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଏ ଛୋଟ ପିଲାର ହାଇଟ୍ ଯେତେ, ତାର ସ୍କୁଲ ବ୍ୟାଗ ମଧ୍ୟ ସେତେ ହାଇଟ୍। ଆଜ୍ଞା ଦେଖ କି ଦୁଃଖ। ଏ ଛୁଆ ବି ବଢୁଛି, ପାଠ ପଢୁଛି, ପାଠ ପଢିବା ପାଇଁ ଚିନ୍ତା, ଫିନାନ୍ସର ଅଭାବ, ଅର୍ଥର ଅଭାବ, କିପରି ଭବିଷ୍ୟତ ଗଠନ ହବ, କଣ କଣ ପଢିବି, କେଉଁ କଲେଜକୁ ଯିବି, ସହରକୁ ଗଲେ ଟଙ୍କା ନାହିଁ,
ବହୁତ ଚିନ୍ତା ମୁଁ ଭଲରେ ଜାଣେ ଯେମିତି ସେମିତି করে ପାଠ ମନେକର ହେଇଗଲା ପ୍ରଭୁଙ୍କ ଅନୁଗ୍ରହରୁ ଦୟାରୁ ବା ପରିଶ୍ରମରୁ ବା କୌଣସି କାରଣବଶତଃ ଏବେ ଚାକିରି ପାଇଁ ଚିନ୍ତା ଚାକିରି ମନେକର ହେଇଗଲା ପ୍ରମୋସନ ପାଇଁ ଚିନ୍ତା ପ୍ରମୋସନ ହେଇଗଲା ଓହୋ ସେଇଠି ଥିଲି ଠିକ ଥିଲି ଏବେ କୋଉ ଜଙ୍ଗଲକୁ କୋଉ ଗାଁକୁ ପଳେଇ ଆସିଛି କୋଉ ସହରକୁ ପଳେଇ ଆସିଛି ସେଥିପାଇଁ ଚିନ୍ତା ଏବେ ବିବାହର ବୟସ ହେଲାଣି ଆଦମ ଯଦି ହେଇଛନ୍ତି ହବା କାହିଁ ପଞ୍ଜରା ହାଡ଼ କାହିଁ ବୋଲି ଚିନ୍ତା ଯଦି ହବା ହେଇଛନ୍ତି ଆଦମ ଭାଇନା କୁଆଡେ ଗଲେ ବୋଲି ଖୋଜି ଖୋଜି ଚିନ୍ତା ମ୍ୟାରେଜ ହେଇଗଲେ ମ୍ୟାରେଜ ହେଲା ପରେ ପୁଅ ଝିଅ ହେଉନି ବୋଲି ଚିନ୍ତା ମନେକର ପୁଅ ଝିଅ ହେଇଗଲେ ଏ ଝିଅ ପୁଅକୁ ସମ୍ଭାଳି ହଉନାହିଁ ବୋଲି ମଧ୍ୟ ଚିନ୍ତା ଦେଖ କୁଆଡେ ଯିବୁ ମାନେ ମ୍ୟାରେଜ ହେଉନି ବୋଲି ଚିନ୍ତା ହେଇଗଲା ପରେ ସେ ଆଗରେ ଦୂତ ପରି ଦିଶୁଥିଲା ତାର ବ୍ୟବହାର ଦୂତ ପରି ବୋଲି ଭାବି ମ୍ୟାରେଜ କଲ ଏବେ ଦୂତର ଉଲ୍ଟା ହେଇଛି କଣ କହିବେ ତାକୁ ଆଚ୍ଛା ହଁ କି ସବୁ ପ୍ରାଣୀ ସବୁ ଶ୍ରେଣୀର ଲୋକମାନେ ଚିନ୍ତାରେ ରହିଛନ୍ତି ଆପଣ ମଧ୍ୟବିତ୍ତ ପରିବାର ଲୋକମାନଙ୍କୁ ଦେଖନ୍ତୁ କିମ୍ବା ନିମ୍ନ ଶ୍ରେଣୀର ଲୋକମାନଙ୍କୁ ଦେଖନ୍ତୁ କିମ୍ବା ଉଚ୍ଚ ବର୍ଗର ଲୋକମାନଙ୍କୁ ଦେଖନ୍ତୁ ଗରିବ ଲୋକମାନେ ଗରିବ ପାଇଁ ଚିନ୍ତା ମଧ୍ୟବିତ୍ତ ଲୋକମାନେ ଆମେ ନା ଉପରକୁ ଯାଇପାରୁଛୁ ନା ତଳକୁ ଖସି ପାରୁଛୁ ବୋଲି ଚିନ୍ତା ଧନୀ ଲୋକମାନେ ଏ ପଇସା କୋଟି ରଖିବୁ ବୋଲି ଚିନ୍ତା কি সমস্যা নিদ হুଏ নাই এই গরিব লোকକୁ ଟଙ୍କା ନାହିଁ ବୋଲି ନିଦ ହଉ ନାହିଁ এই ଧନୀ ଲୋକକୁ କୋଠି ରଖିବୁ ବୋଲି ନିଦ ହଉ ନାହିଁ ମଝିରେ ଗୋଟେ ଷ୍ଟୋରି ହେଇଛି ଓଡ଼ିଶାରେ କାଲି କି ସେ ରିଟାୟାର୍ଡ କରି ନେବେ ଆଜି କୋମାନେ ସେ ଅଫିସରକୁ କଣ କହିବେ ମୁଁ ଭୁଲି ଗଲି କଣ କହିବେ ଇଡି ସିଆଇଡି ଇଡି ভিজিলেন্স রাইট থ্যাংক ইউ স্যার ভিজিলেন্স চড়াও গলে এই মহাশয় জনক ঝরকা দ্বারা 2 কোটি না 20 কোটি টাকা ফপাড়িছে ভাবো আসন্তা কালি রিটায়ার্ড করে থাউতা মানে অজস্র পয়সা হলে মধ্য কিপরি বঞ্চিও বলে চিন্তা কাহাকু দরকার আজ্ঞা তোমার পয়সা প্রভুঙ্ক লোক মানে লাজারଙ୍କ পাখরে টঙ্কা থিলা কি ধন থিলা কি সম্পত্তি থিলা কি ঘর থিলা কি পরিবার থিলে কি মা বাপা থিলে কি বালক আজ্ঞা থিলে কি মন্ডলী থিলা কি বাইবেল থিলা কি କିଛି ନାହିଁ চিন্তা মধ্য নাই মরিଯିବି কাল কিছু সহিত থিবি যা প্রেজ দ্য লর্ড হালেলুয়া সেইটা জীবন হওয়া দরকার পড়িবা লোক 19 পদর পড়ন্ত জলদি পড়ন্ত ଜଣେ ଧନୀ ଲୋକ ଥିଲା ସେ ବହୁମୂଲ୍ୟ ବସ୍ତ୍ର ପିନ୍ଧି ମହା ଆଡମ୍ବରରେ ପ୍ରତିଦିନ ଆମୋଦ ପ୍ରମୋଦ କରୁଥିଲା କିନ୍ତୁ ତାହାର ଫାଟକ ପାଖରେ ଲାଜାର ବୋଲି ଜଣେ ଭିକାରୀ ପଡି ରହିଥିଲା ତାର ଦେହ ଯାକ ଘା ଭର୍ତ୍ତି ହୋଇଥିଲା ସେ ସେହି ଧନୀ ଲୋକର ମେଜରୁ ପଡିବା ଅଇଁଠାରୁ କିଛି ଖାଇ ପେଟ ପୁରାଇବାକୁ ଆଶା କରୁଥିଲା ଆଉ କୁକୁର ଗୁଡାକ ସୁଦ୍ଧା ଆସି ତାହାର ଘା ସବୁ ଚାଟୁଥିଲେ ଦେଖନ୍ତୁ यार किसी विशेष विषय एठारे वर्णना करा जायछि देह जाको कोन भर्ती घा गोटे मुहूर्त पाई जदि चिंता करिवे ए माइंड रो आ नेटवर्क धरिबो नाही देह जाक बोली कहिले मस्तिष्कर ऊर्ध्व भागर आरंभ करी पाद जाए घा भर्ती लेखाई भर्ती भर्ती माने आ शून्य स्थान देहरे नाही आमे हेले कपास काई औषध नाही उष पुणी कपास काई दौड़ी काई कोठी मरबी कोठी डेबी हमर विश्वास देखो हमर जीवन देखो देह जाको खा हमको गोटिए कोन हेले हमें केमिति व्याकुल हो जाउछो प्रार्थना बंद कर दउछो गिरजा सुना बाइबल पढु देह जाको खा छाड़ी देले कि यीशुको भूली गले कि यीशुको त्यागी देले कि पासरी गले कि
କୋଉଠି ଅଛୁ ଆମେ? ଚିନ୍ତାର ପ୍ରଥମ ମୂଳ କାରଣ ବୋଲି କୁହାଯାଇ ପାରିବ ଆମର ମାଇଣ୍ଡ ସେଟକୁ ଚେଞ୍ଜ କରୁ। এই শরীর ইম্পর্টেন্ট নুহে, আত্মিক শরীর ইম্পর্টেন্ট হতে। এই শরীর যাহা হোক কিছু বড় কথা নাই, কিছু বড় কথা নাই। আজি অছি কালি জীব, জীব তো জীব। আচ্ছা স্বর্গরাজ্য ଯିବାକୁ କେତେ ଜଣଙ୍କ ଇଚ୍ଛା? ମୁଁ ଟିକେ ହାତ ଦେଖି ପାରିବି କି? କାହାକୁ ଇଚ୍ଛା ନାହିଁ? ବୋଲ ପ୍ରାର୍ଥନା ବନ୍ଦ। ମୁଁ ଗଲି ଆগে, ବସ୍ ଟାଇମ୍ ହେଲା। ସ୍ୱର୍ଗରାଜ୍ୟ ଯିବାକୁ କେତେ ଜଣଙ୍କ ଇଚ୍ଛା? ଟିକେ ହାତ ଉଠାନ୍ତୁ। ଅଛି? ପ୍ରେଜ୍ ଦ ଲର୍ଡ। ଆଚ୍ଛା, ସ୍ୱର୍ଗରାଜ୍ୟ ଯିବାକୁ ଇଚ୍ଛା, ମରବାକୁ କାହିଁକି ଇଚ୍ଛା ନାହିଁ? ନ ମରଲେ ଯାଇ ହେବ କି? ସିମ୍ପଲ ଫଣ୍ଡା। ବଡ଼ ଅଦ୍ଭୁତ ଲାଗୁଛି ଲୋକମାନଙ୍କ ବିଷୟ ଚିନ୍ତା କଲେ। ଆରେ ତୁମର ବେମାର ହେଲା, ଏଇ ଶରୀରକୁ ରୋଗ ହେବ ନାହିଁ କି? ହେବ, ନିଶ୍ଚୟ ହେବ। ଜଗତରେ ଆମେ ଅଛୁ, ତ ବେମାର ହେଲା, ପ୍ରାର୍ଥନା କଲୁ, ପ୍ରଭୁ ପ୍ରାର୍ଥନା ଶୁଣିଲେ ଧନ୍ୟବାଦ, ନ ଶୁଣିଲେ ଧନ୍ୟବାଦ। ପ୍ରେଜ୍ ଦ ଲର୍ଡ। ମରିଲେ ତାଙ୍କ ପାଖକୁ ଯିବି, ସରିଲା। ମାଇଣ୍ଡ ସେଟ୍ ଚେଞ୍ଜ କରନ୍ତୁ। ଆମେ 200, 400, 1000 ବର୍ଷ ରହିବା ପାଇଁ ଆସିନାହୁଁ। ଆମ ପ୍ରାଣ ଯଦି ଯାଉଛି ମାନେ ଆମେ ଖୁସି ହେବା ଦରକାର। ମୋର ପ୍ରିୟତମଙ୍କ ପାଖକୁ ମୁଁ ଯାଉଛି, ସେଠାରେ ରୋଗ ନାହିଁ, ଦୁଃଖ ନାହିଁ, କଷ୍ଟ ନାହିଁ, ବେଦନା ନାହିଁ, ଅଶ୍ରୁ ନାହିଁ, କିଛି ନାହିଁ, ସର୍ବଦା ଆନନ୍ଦ। ଏଇଟା କହିଲେ ହାଇ ଲାଗୁଛି, ସେଟା କହିଲେ ବାଧି ଯାଉଛି। ଦେଖ ଆମର ବୁଦ୍ଧି ଦେହ ଯାକ କମ୍ପ୍ଲେନ୍ କରୁନାହାନ୍ତି, ପ୍ରଭୁଙ୍କୁ ଛାଡ଼ି ନାହାନ୍ତି। ଲାଜର କାହିଁ ନା କାହିଁ ସୁନିଶ୍ଚିତ ଥିଲେ, ଏଇ ଶରୀର ଯେମିତି ଥାଉ ନା କାହିଁକି ମୋର ଆତ୍ମିକ ଶରୀର ବଳବାନ, ହୃଷ୍ଟପୃଷ୍ଟ, ଉତ୍ତମ, ସୁସ୍ଥ ହେଇକି ରହୁ। ପ୍ରେଜ୍ ଦ ଲର୍ଡ। ଏହା ଯଦି ଏକ ବ୍ୟକ୍ତି ବୁଝିଯିବେ, ଏଇ ଶରୀର ନିମନ୍ତେ ସେ କେବେ ଚିନ୍ତା କରିବେ ନାହିଁ। ଦେହ ଯାକ ଆଉ କେଉଁମାନେ ଆସୁଥିଲେ ସେବା କରିବାକୁ? ଡାକ୍ତର, ସେବିକା ମାନେ କି ଉଦୟଗିରି ମେଡିକାଲର ନର୍ସ ଦିଦି ମାନେ, କୋଉମାନେ ଆସୁଥିଲେ ଘା ପୋଛି ଦେବାକୁ? ଦେଖ, ଭାବ କୁକୁର ନା କୁକୁର ମାନେ ମାନେ ଜଣେ ନା ଅଧିକ? ଟିକେ ବସିକି ଷ୍ଟଡି କରିବେ, ବୁଝିବେ। ମାନେ କୁକୁର ଆସୁଛି, ଘାକୁ ଚାଟୁଛି, ତାକୁ ଘୋଡେଇବା ପାଇଁ, ତାକୁ ତଡ଼ିବା ପାଇଁ, ଟିକେ ଚିତ୍କାର କରି ଧମକ ଦେବା ପାଇଁ ବଳ ମଧ୍ୟ ଲାଜାର ପାଖରେ ନାହିଁ। କି ଦୟନୀୟ ଅବସ୍ଥା ଆଜ୍ଞା। ମାନେ ହାତ ବି ଟିକେ ହଲେଇକି କୁକୁରକୁ ଘୋଡେଇବା ପାଇଁ ତା ଦ୍ୱାରା ହେଉନାହିଁ। ଏପରି ସ୍ଥିତି। ଆଚ୍ଛା, ଏଇଟା ତ ହେଲା, ଛାଡ଼ନ୍ତୁ। ତଳେ ଲେଖା ଅଛି ପେଟ ଟିକେ ଭରି ଯାଉ ବୋଲି ପେଟ ଭର୍ତ୍ତି ଖାଉଥିଲା। କି ଆଜ୍ଞା କଣ ଲେଖା ଅଛି? ଆଶା କରୁଥିଲା, ମତେ ଟିକେ ମିଳି ଯାଇଥାନ୍ତା କି, ଟିକେ ହେଲେ ଖାଇ ଦେଇଥାନ୍ତେ କି, ଟିକେ ଭଲ ଲାଗିଥାନ୍ତା, ପୁଣି ଦେହ ଟିକେ ବଳ ମିଳିଥାନ୍ତା, ପୁଣି ଆଶା କରୁଥିଲା, ଖାଇପାରି ନାହିଁ। ସେଟା ବି କଣ ଆଶା କରୁଥିଲା? ପଢ ଭଉଣୀ ଟିକେ ସେଇ ପଦଟା ପଢ। ସେ ସେହି ଧନୀ ଲୋକର ମେଜରୁ ପଡ଼ିବା ଅଇଁଠାରୁ କିଛି ଖାଇବ, କିଛି ଖାଇ ପେଟ ପୁରାଇବାକୁ ଆଶା କରୁଥିଲା। ମେଜର ଫ୍ରେଶ ଖାନା ମିଳୁ ବୋଲି ଆଶା କରୁଥିଲା କି? ଦେଖ, ଅଇଁଠା ଟିକେ ମିଳିଯାଉ, ସେତିକି ହେଲେ ହେଇଯିବ। ମିଳିଲା କି ତାକୁ? ନାହିଁ। ପ୍ରଭୁଙ୍କ ଲୋକମାନେ କାଳକ୍ରମେ ସେହି ବ୍ୟକ୍ତି ଜଣଙ୍କର ପ୍ରାଣ ଚାଲିଗଲା, ତାର ଦେହାନ୍ତ ହେଲା। ଯେମିତି ଆଖି ବୁଜିଲା, ଆଖି ଖୋଲିଲା ବେଳକୁ ଓହୋ, ଅପୂର୍ବ ଆନନ୍ଦର ରାଜ୍ୟରେ ପ୍ରବେଶ କରିଛି।
ହାଲେଲୁୟା। ଦୟାକରି ଶରୀର ପାଇଁ ଚିନ୍ତା କରନ୍ତୁ ନାହିଁ। এই শরীর যাহা হেউ যথেষ্ট ট্রিটমেন্ট করন্তু, পারু পর্যন্ত চিকিৎসা করন্তু, প্রার্থনা করন্তু, প্রভুଙ୍କ ইচ্ছা ଥିଲେ সুস্থ ହୁଅନ୍ତୁ, নলে কনফর্ম থান্তু সেই শরীর ঠিক থাও। হালেলুয়া। এই শরীর যাহা হেউ কিছু কথা নাই, সেই শরীর ঠিক থাও। অল্প কিছু সময় মধ্যে সবু সম্পত্তি জলি পড়ি বিনাশ হইগলা। সবু সম্পত্তি, হাজার হাজার পশু জীব জন্তু, ব্যাপার বাণিজ্য চাকর সবু সরিগলা। কার সবু ঘর বি সে সবু তো নষ্ট হেলা হেলা, পুଅ ଝିଅ ମଧ୍ୟ ସରିଗଲେ। ଆମେ ହେଲେ ହାର୍ଟ ଫେଲ୍ ହେଇ ମରିଯିବା। ପୁଣି ଆଇବ କଣ କହିଲେ? ସଦା ପ୍ରଭୁ ନେଇଛନ୍ତି, ସଦା ପ୍ରଭୁ ନେଇଛନ୍ତି। Blessed be the name of the Lord. ପ୍ରଭୁଙ୍କ ନାମ ଧନ୍ୟ ହଉ। ସେ ବ୍ୟକ୍ତି ଜାଣିଛି ଆଜ୍ଞା ଏଇ ଶରୀର ଇମ୍ପୋର୍ଟାଣ୍ଟ ନୁହେଁ, ଯେ ଦେଇଛନ୍ତି ତାଙ୍କୁ ନେବାର ମଧ୍ୟ ହକ୍ ଅଛି, ସେ ଜାଣିଛନ୍ତି। ଆମେ ଜାଣିଛୁ ଟିକେ ଅଭାବ ହେଇଗଲେ ପ୍ରାର୍ଥନା ବନ୍ଦ, ଟିକେ ଦରମା ଲେଟ୍ ହେଇଗଲେ ବାଳକକୁ ଫୋନ ପଳେଇବ, ଟିକେ ଅସୁବିଧା ହେଇଗଲେ ଆଉ ବାଇବଲ ପଢିବୁ ନାହିଁ, ଟିକେ କଣ ପ୍ରୋବ୍ଲେମ ହେଇଗଲେ ଆଉ ପ୍ରାର୍ଥନା କେବେ କରିବୁ ନାହିଁ କି ଯିବୁ ନାହିଁ। ମାଇଣ୍ଡ ସେଟ୍ ଚେଞ୍ଜ କରନ୍ତୁ। ଆଇବଙ୍କ ସ୍ତ୍ରୀ କଣ କହୁଛନ୍ତି? ଆଇବଙ୍କୁ ଶୀଘ୍ର ପଢ। देखो धन्य से स्त्री को सहितर मुंडिया मार देवा कथा। प्रभु काको न मिलू ऐसे तुम्हें अपनार सरलता दृढ़ कर रखियछ, धरियछ। ईश्वर को त्याग करो आ मर। तुम्हें फूल माल देला को इटा का प्रतिज्ञा करिथिलो कि तुम्हें मर बोली। देखो आइबो कोन कहउछंती, बड़ गजब आंसर देइछंती। आइबो कोन कहउछंती? पढंदु माइग्रे। हाँ से ताहाकु कहिला तुम्हे को मूढ़ा स्त्री परी कथा कहउछ। तुम्हे कोन एको मूढ़ा स्त्री परी कथा कहउछ? कोन आम्भे माने कि परमेश्वर को हस्तरु मंगल ग्रहण करिबा आ अमंगल कोन ग्रहण करिबा नाही। ओ माय गॉड। आमे कोन केवल मंगल ही चाहिबा प्रभुଙ୍କ ठारू, केवल आशीर्वाद ही चाहिबा, सुस्थता ही चाहिबा, धन ही चाहिबा, चाकरी ही चाहिबा, व्यवसाय चाहिबा, छुआ पिला चाहिबा, अमंगल के चाहिबो देबे? धन्य हमर जीवन। प्रभु समग्र विश्व रे हमको अनाइले आ प्रभु प्रश्न करले एई व्यक्ति जनकर सब संपत्ति पड़ेला मध्य एई व्यक्ति जनक मते केबे छाड़िबो नाही। कोन परमेश्वर आज हमको अनाइ एहा कहि पारिबे? कहि पारिबे? परीक्षा काहे आसे, समस्या काहे आसे, रोग काहे आसे, प्रतिकूल परिस्थिति काहे आसे, एहा टिके बुझिबा दरकार। परमेश्वर आइबो घोर विपद, घोर अभावग्रस्त, घोर दारिद्र्यता, पुणी देह मध्य खराब, एपरि गोटे दयनीय स्थिति रे पकाइले जानिबा पई ए मते परित्याग करिवो कि नाही। आइबो ए समस्त विषय रे पाप कले नाही। से व्यक्ति जानी परमेश्वर को। आज परमेश्वर हमको नहीं कहि पारिबे कि हां गजपतिर अनेक ग्राम अछि, किंतु आर उदयगिरिर विश्वासी माने सेमान को जेते अभाव आसिले भी, जेते दुख आसिले मध्य, जेते कठिन प्रतिकूल परिस्थिति आसिले मध्य से माने गिरजा बंद करूनांती, प्रार्थना बंद करूनांती, मते प्रेम करिबा बंद करूनांती, बाइबल पढिबा बंद करूनांती, मोर सेवा करिबा बंद करूनांती, सेमान अभियोग करूनांती। दाऊद जे आइबो जेपरि कहले 1 अध्याय शेष 2 पद, जल्दी पढो कहिला। उलंग आसी वो मु उलंग होई सेठा को फेरी जीबी। सदा प्रभु देले वो सदा प्रभु नहीं अछंती, सदा प्रभु का नाम धन्य हेउ। ए सबरे आइबो पाप कला नाही, ए सबरे आइबो पाप कला नाही। 20 पदरे से आंठई पड़िला भूमि रे आ प्रणाम कला, इंग्रजी रे वर्शिप कला ओले लिखा अछि।
वाह वाह की हृदय आज्ञा सदा प्रभु देले सदा प्रभु नेले तांकर अधिकार अछि मुई कोन धूलिटे किछि कथा नै स्पष्ट लेखा अछि आइबो पाप कला नाही ना से स्टैंडर्ड को आमे जीवा दरकार सेपरी लोक मान को प्रभु आज खोजु छंदी प्रभु आमको अनाय कहबा दरकार हां एई ग्राम रे अनेक परिवार छंदी किंतु एई परिवार को जेते कठिन परिस्थिति आसले मध्ये ए माने गिरजा बाट केबे बंद करिवे नै आंठैबा केबे बंद करिवे नै पाप करिवा केबे मध्ये पाप करिया पे केबे आगु को बढ़िवे नै पवित्रता रे माने अटल रहिबे ए मानकर विश्वास केबे मध्ये बिछोड़ी होए ना आज परमेश्वर आमको अनाई कहि पारिबे तो हालेलुया प्रेज द लॉर्ड कहबे नै कि ना केमते परमेश्वर नाम धन्य हो गौरव हो प्रथम कथा चिंतार मूल कारण निजर मानसिकता को चेंज करंतो एही शरीर एही जगतर जीवन गुरुत्वपूर्ण नुहे ए जीवन रे प्रभु जहा देइछंती जहा देइनांती से भलरे जानिछंती ए परिप्रेक्षी रे टिके कहिबे जो व्यक्ति सुनिश्चित होइछंती जे बाइबल रो परमेश्वर मंगलमय अटंती बोली से व्यक्ति के चिंता करिबे नै आइबो जानिथिले मते परमेश्वर यथेष्ट अपर्याप्त संपत्ति देला बेले मध्ये से मंगलमय नै गले मध्ये से मंगलमय एहा एक व्यक्ति जदि बुझी जिबे से केबे परमेश्वर को छाड़ी पारिबे ना ना मन रखंदो भाई बने माने प्रभु को लोक माने परमेश्वर केबे कहारी अन्याय करंती नाही से अन्यायी परमेश्वर नहंती से मंगलमय परमेश्वर तंते से सर्वदा हमर मंगल चाहंती हां आमे मनुष्य हबा सकासो अनेक समय रे हमको बुझा पड़े नाही एपरि परिस्थिति काहे के हला किंतु एहा निश्चय जानिथवा दरकार मते बुझा पड़ू नाही ठीक अछि किंतु से सब जानिछंती से आज मध्य उपाय करि पारिबे प्रेज द लॉर्ड हालेलुया प्रथम विषय मन रखंतु नथिंग इज इम्पोर्टेंट देन गॉड परमेश्वर को कथा आसी गले आ कोन से विषय इम्पोर्टेंट नहे फिलिपियो को 3:8 रे पाउलो कहउछंती यीशु ख्रीष्टन को पाइबा पाई मु दुनिया रो समस्त विषय को तुच्छ करूची समस्त विषय मोय पाई अलिया होते आवर्जना होते जेपरि मु ख्रीष्टन को पाइबी लूक 16:15 टिके पढ़ो सेथिरे से सेमानकु कहिले जो माने आपण को मनुष्य मानक दृष्टि रे धार्मिक बोली देखांती तुमे माने सेही प्रकार लोक किंतु ईश्वर तुम मानक हृदय जानती कारण जहा मनुष्य मानक मध्यरी उच्चीकृत दृष्टि रे उच्चीकृत ईश्वर को दृष्टि रे घृणित हां या कोटे के ध्यान देबे घरु जे स्टडी करिवे जहा मनुष्य मानक दृष्टि रे उच्चीकृत माने मनुष्य माने जहा को उच्च दृष्टि रे देखंती ताहा को से सब विषय परमेश्वर घृणा करंती मुंडो काम करबा बंद कर देबो मनुष्य माने कौन कौन बड़ विषय बोले देखंती आज्ञा नंबर 1 टंका नथिले हेबो के आज्ञा पैसा नथिले केमिति हबो आज्ञा घर नथिले केमिति हबो आज्ञा चाकरी नथिले केमिति हबो गाड़ी नथिले केमिति हबो बंगला नथिले केमिति हबो प्रभु को लोक माने टंका थाओ कि न थाओ गाड़ी थाओ कि न थाओ घर थाओ कि न थाओ रोग हेई थाओ बा भलो हेई थाओ किछि कथा नाही यीशु अछंती ना नाही ताहा बड़ विषय अटे ताहा बड़ विषय अटे मन रखंतु चिंता शून्य जीवन पाइबा पाई टंकार कोनोसी आवश्यकता नाही जीवन काल पाई मन रखिबे
ଟଙ୍କା ଶୂନ୍ୟ ଜୀବନ, ଚିନ୍ତା ଶୂନ୍ୟ ଜୀବନ ପାଇବା ପାଇଁ ଧନର କିଛି ଆବଶ୍ୟକ ନାହିଁ ନା। ଆନନ୍ଦ ପାଇବା ପାଇଁ ଧନର କିଛି ମତଲବ ନାହିଁ। ପ୍ରଭୁଙ୍କ ଲୋକମାନେ ପରମେଶ୍ୱର କହିଛନ୍ତି ଆମ୍ଭେ ସଦାପ୍ରଭୁ ଯେହୋଭା ସିରି ପ୍ରଭୁ ଅଟନ୍ତି, ଆବଶ୍ୟକତା ନିଶ୍ଚୟ ଯୋଗାନ୍ତି। ଯୋଗେଇବେ ଭାଇ, ସେ ତାଙ୍କ କାମ ସେ ଯୋଗାଇବେ। ଅବ୍ରାହ୍ମ ବିଶ୍ୱାସରେ କେବେ ଟଳମଳ ହେଲେ ନାହିଁ, ଧରିଲେ ମାରିଦେବି ବୋଲୁଥିଲେ। ପ୍ରଭୁ କହିଲେ ଏବେ ଆମ୍ଭେ ବୁଝିଲୁ। ଆମକୁ ଟିକେ ପ୍ରଭୁ ଦେଖି କହିବା ଦରକାର, ମୁଁ ଜାଣିଗଲି ସେଇ ଭାଇ ସେଇ ଭଉଣୀର ବିଶ୍ୱାସ ମୁଁ ଜାଣିଗଲି। ପରମେଶ୍ୱର ଯଦି ଅବ୍ରାହ୍ମଙ୍କ ପାଇଁ ମେଣ୍ଢା ଛୁଆକୁ ତିଆରି କରିପାରୁଛନ୍ତି, ଉପାୟ କରିପାରୁଛନ୍ତି, ଆମ ପାଇଁ କଣ କରିପାରିବେ ନାହିଁ? ପ୍ରଭୁଙ୍କ ଲୋକମାନେ ମୋବାଇଲ ଦୋକାନରେ ମୋବାଇଲ ମିଳେ, ଲ୍ୟାପଟପ୍ ଦୋକାନରେ ଲ୍ୟାପଟପ୍ ମିଳେ, ବାଇକ୍ ଦୋକାନରେ ବାଇକ୍ ମିଳେ, ଏସି ଦୋକାନରେ ଏସି ମିଳେ। ଆଉ ଧ୍ୟାନ ଦେଇ ଶୁଣନ୍ତୁ, ଆନନ୍ଦ ଚାଇନା ମାଲ ନାହିଁ କି ଚାଇନାରେ ମିଳିଯିବ, କି ଆମେରିକାନ ପ୍ରଡକ୍ଟ ନୁହେଁ ଯେ ଆମେରିକା ଗଲେ ଆନନ୍ଦ ମିଳିବ, କି ମେଡ୍ ବାଇ ଇଣ୍ଡିଆ ମଧ୍ୟ ନୁହେଁ ଯେ ଇଣ୍ଡିଆର ବଡ ବଡ ସହରକୁ ଗଲେ ଆନନ୍ଦ ମିଳିଯିବ। ଆନନ୍ଦ ଈଶ୍ୱରଙ୍କ ସାନ୍ନିଧ୍ୟରେ ଥାଏ। In His presence there is fullness of joy. ତାଙ୍କ ସାନ୍ନିଧ୍ୟରେ ଆନନ୍ଦ। ଟଙ୍କାରେ ନାହିଁ, ଧନରେ ନାହିଁ, ଗାଡିରେ ନାହିଁ, ବଙ୍ଗଳାରେ ନାହିଁ। ବୁଝିବାକୁ ପଡିବ ଏସବୁ। ଆନନ୍ଦ ପଛରେ ଲୋକମାନେ ବାୟା। ଆରେ ଆନନ୍ଦ ଦୋକାନକୁ ଯାଅ, ତମେ ଆମ୍ବ ଦୋକାନ ଯାଇକରି ଆଜ୍ଞା ଅଣ୍ଡା ଦିଅ ବୋଲି ମିଳିବ କି? କପଡା ଦୋକାନ ଯାଇକରି ଆଜ୍ଞା ମତେ ଟିକେ ବାଇବଲ ଦେବ କି? କେତେ ଟଙ୍କାରେ ବିକୁଛ? ମିଳିବ। ବୁକ୍ ଷ୍ଟୋର କୁ ଯାଇକି ଆପଣ କହିବେ ଚମିନ ଦିଅ ବୋଲି ମିଳିବ। ଯେଉଁଠି ଯାହା ମିଳେ ଆମେ ଠିକ ଆଡ୍ରେସରେ ଯିବାକୁ ପଡିବ। ଆପଣଙ୍କୁ ମନେକର ବ୍ରହ୍ମପୁର ଯିବାର ଅଛି, ଆପଣ ଏଇଠୁ ଗାଡି ଧରିଲେ, ପଳେଇଲେ ପାରଳାଖେଣ୍ଡି, ତାପରେ ପଳେଇଲେ ଗୁଣପୁର ରାସ୍ତା ଧରିଲେ, ତାପରେ ରାସ୍ତା ପଡିଛି ବୋଲେ ରାୟଗଡା ପଳେଇଲେ, ରାୟଗଡାରୁ କୋରାପୁଟ ପଳେଇଲେ, ଜୟପୁର ନବରଙ୍ଗପୁର ପଳେଇଲେ, ଏବେ ଗୁଣପୁର ଏବେ ବ୍ରହ୍ମପୁର କାହିଁ ବୋଲି ଖୋଜି ହଉଛନ୍ତି। ଉଚିତ ଟ୍ରାକକୁ ଧରନ୍ତୁ। ପରମେଶ୍ୱର କହିଲେ ନିଜର ମନକୁ ଜାଗତିକ ବିଷୟରେ ଆସକ୍ତ କରି ରଖ ନାହିଁ। ସିମ୍ପଲ। ଊର୍ଦ୍ଧ୍ୱସ୍ଥ ବିଷୟରେ ମନକୁ ମଗ୍ନ କରି ରଖ। ତୁମର এই ସମସ୍ତ ବିଷୟ ସେ ଜାଣିଛନ୍ତି, ସେ ଯୋଗାଇବେ। ଯୋଗାଇଲେ ପ୍ରେଜ ଦ ଲର୍ଡ, ନ ଯୋଗାଇଲେ ହାଲେଲୁୟା। ଦ୍ୟାଟ୍ ଇଜ ଖ୍ରୀଷ୍ଟିଆନ ଲାଇଫ। ହାଲେଲୁୟା, ପ୍ରେଜ ଦ ଲର୍ଡ। ପ୍ରଭୁଙ୍କ ଲୋକମାନେ ଚିନ୍ତାର ମୁଖ୍ୟ ପ୍ରଧାନ ମୂଳ କାରଣ ହେଉଛି ଆମର ମାନସିକତାକୁ ଚେଞ୍ଜ କରୁ। ଆୟୁବ ଏହା ବୁଝିଥିଲେ, ଲାଜର ଏହା ବୁଝିଥିଲେ, ପାଉଲ ଏହା ବୁଝିଥିଲେ, ଯୀଶୁ ମଧ୍ୟ ଏହା ବୁଝିଥିଲେ। ସେମାନେ ନିଜ ନିମନ୍ତେ ବଞ୍ଚିନାହାନ୍ତି, ନିଜ ସୁଖ ପାଇଁ ବଞ୍ଚିନାହାନ୍ତି। ବଞ୍ଚିଥିଲେ ତ ଅନ୍ୟର ପରିତ୍ରାଣ ପାଇଁ, ନିଜର ପରିତ୍ରାଣ ପାଇଁ, ଈଶ୍ୱରଙ୍କ ସେବା କାର୍ଯ୍ୟ ବୃଦ୍ଧି ପାଇଁ। ଆମେ ଯଦି ବଞ୍ଚିବା ନିଜର ପରିତ୍ରାଣ ପାଇଁ, ନିଜ ପରିବାର ପରିତ୍ରାଣ ପାଇଁ, ଆମ ଜୀବନ ଦ୍ୱାରା ଈଶ୍ୱରଙ୍କ ସେବା କାର୍ଯ୍ୟ ବଢୁ, ତାହା ଆମର ଉଦ୍ଦେଶ୍ୟ ହଉ। ହାଲେଲୁୟା। ଦ୍ୱିତୀୟ କାରଣ ଚିନ୍ତା କେଉଁମାନେ କରନ୍ତି, କାହିଁକି କରନ୍ତି? ପଢିବା ମାଥିଉ 6:30 ପଦ। କିନ୍ତୁ କ୍ଷେତରେ ଯେଉଁ ଘାସ ଆଜି ଅଛି ଆଉ କାଲି ଚୁଲିରେ ପକାଯାଏ, ତାକୁ ଯେବେ ଈଶ୍ୱର ଏକ ପ୍ରକାର ବେଶ ଦିଅନ୍ତି, ତେବେ ହେ ଅଳ୍ପ ବିଶ୍ୱାସୀ ମାନେ, ସେ ତୁମମାନଙ୍କୁ କି ଅଧିକ ନିଶ୍ଚିତ ରୂପେ ବସ୍ତ୍ର ନ ଦେବେ। ଚିନ୍ତା କେଉଁମାନେ କରନ୍ତି ବୋଲି ଲେଖାଗଲା? ଅଳ୍ପ ବିଶ୍ୱାସୀ ମାନେ। ଏବେ ଆପଣ ମାନଙ୍କୁ ଟିକେ ଅଜବ ଲାଗିବ, ଷ୍ଟିଫେନ ବାବୁ ଆମର ବିଶ୍ୱାସ ଅଛି ବୋଲି ସିନା ଆମେ ଗିର୍ଜା ଆସୁଛୁ, ବିଶ୍ୱାସ ଅଛି ବୋଲି ସିନା ମଣ୍ଡଳୀକୁ ଯାଉଛୁ, ବିଶ୍ୱାସ ଅଛି ବୋଲି ସିନା ପ୍ରାର୍ଥନା ବାଟ ଆମେ କରୁଛୁ। ଆଚ୍ଛା, ଆପଣଙ୍କର ବିଶ୍ୱାସ ଅଛି କାହା ଉପରେ? ପ୍ରଭୁଙ୍କ ଉପରେ। କଣ ବୋଲି? ପରମେଶ୍ୱର ସର୍ବଶକ୍ତିମାନ, ପରମେଶ୍ୱର ଆଶ୍ଚର୍ଯ୍ୟ କ୍ରିୟା କରିପାରିବେ, ପରମେଶ୍ୱର ଯେହୋବା ଅଟନ୍ତି, ସେ ସବୁ କିଛି ଜାଣନ୍ତି, ସେ ସବୁ କରିପାରିବେ। ଆଚ୍ଛା, ଏଇ ବିଶ୍ୱାସ ମନେକର ଅଛି। ହେଲେ ଟିକେ ଅଭାବ ଆସିଲା ବେଳକୁ ମୁହଁ କାହିଁକି ଆମ୍ବିଳା ଖଟା ପରି ହେଉଛି, ପର୍ବତ ଭୁଷୁଳିଲା ପରି ହେଉଛି,
ଅନ୍ୟକୁ କଲ୍ କାହିଁକି ଯାଉଛି ଅନ୍ୟର ଦାଣ୍ଡକୁ କାହିଁକି ଆମେ ଯାଉଛୁ ଆମେ ପୁରା ପ୍ରଭୁଠାରେ ବିଶ୍ୱାସ କରୁଛୁ ଧୋକାରେ ନ ବିଶ୍ୱାସ ଯଦି ଈଶ୍ୱରଙ୍କ ଠାରେ ଥିବ କେଡ଼େ ବଡ଼ ଝଡ଼ ଆସୁ କେଡ଼େ ବଡ଼ ବତାସ ଆସୁ ସେ ବିନ୍ଦାସ ଗୁଡ୍ ନାଇଟ୍ ହେଇକି ଶୋଇଥିବ କିଛି 5 ପଇସାର ଫରକ ପଡିବ ନାହିଁ ତାକୁ କାହିଁକି ସେ ଜାଣିଛି ମୁଁ ଯାହାକୁ ବିଶ୍ୱାସ କରୁଛି ସେ ଶକ୍ତିମାନ ଅଟନ୍ତି ସେ ଆଜି ମଧ୍ୟ ସକ୍ଷମ ଅଟନ୍ତି ସେ କରିପାରିବେ ତାକୁ କେବେ କିଛି ହଲାଇ ପାରିବ ନାହିଁ ଅସମ୍ଭବ ଅଟେ ଈଶ୍ୱରଙ୍କ ବେଦୀରେ ଅତି ବିନମ୍ର ସହିତ ମୁଁ କହିପାରିବି ପ୍ରଭୁଙ୍କ ମହା ଅନୁଗ୍ରହରୁ କୌଣସି ପ୍ରତିକୂଳ ପରିସ୍ଥିତି ଦେଖିଲେ ମୁଁ କେବେ ବିଚଳିତ ହୁଏ ନାହିଁ ମୁଁ ଜାଣିଛି ମୋର ଆହ୍ୱାନକର୍ତ୍ତା ବିଶ୍ୱସ୍ତ ସେ ସର୍ବଶକ୍ତିମାନ ସେ ଅଛନ୍ତି ସେ ମାଟି ବା ପଥର ନୁହନ୍ତି ସେ ଜୀବନ୍ତ ଈଶ୍ୱର ଅଟନ୍ତି ସେ ମୋ ପାଇଁ ଚିନ୍ତା କରନ୍ତି ସେ ସବୁ କରିପାରିବେ କି ଲାଭ ବାଇବଲ ପଢି ପକାଉଥିବା ପ୍ରାର୍ଥନା କରି ପକାଉଥିବା ଗିର୍ଜା ପଡି ଯାଉଥିବା ଚିନ୍ତାରେ କାନ୍ଦି କାନ୍ଦି ରହୁଥିବା କି ଲାଭ ଆରେ ଚିନ୍ତା କରିବା ବୋଲି ସେ କ୍ରୁଶରେ ପ୍ରାଣ ଦେଲେ କି ଚିନ୍ତାରେ ରହିବା ବୋଲି ମାଡ଼ ଖାଇଲେ କି ଚିନ୍ତାରେ ଭାଙ୍ଗି ପଡିବା ବୋଲି ରକ୍ତ ଦେଲେ କି ବୁଝନ୍ତୁ ଚିନ୍ତା ଭଲ ବିଷୟ ନାହିଁ ବହୁତ କଥା କୁହାଯାଇ ପାରିବ ମୁଁ ଶୀଘ୍ର ଶୀଘ୍ର ଦୌଡୁଛି ଅଳ୍ପ ବିଶ୍ୱାସୀ ମାନେ ଚିନ୍ତା କରନ୍ତି ଯୋଉମାନଙ୍କର ବିଶ୍ୱାସ ମଜବୁତ ସେମାନେ କେବେ ଚିନ୍ତା କରିବେ ନାହିଁ ପଢିବା ମାର୍କ 4:37 ରୁ ପଢନ୍ତୁ 37 ଆଉ ପ୍ରବଳ ତୋଫାନ ହେଲା ପୁଣି ତରଙ୍ଗର ଆଘାତରେ ନୌକା ଜଳରେ ପୂର୍ଣ୍ଣ ହେବାକୁ ଲାଗିଲା ସେତେବେଳେ ସେ ନୌକାର ପଛ କଙ୍ଗଳରେ ମୁଚୁଲାରେ ମୁଣ୍ଡ ଦେଇ ଶୋଇ ପଡିଥିଲେ ଆଉ ସେମାନେ ତାହାଙ୍କୁ ଉଠାଇ କହିଲେ ହେ ଗୁରୁ ଆମେ ମଲୁ କେମିତି ତୋଫାନ ହେଲା প্রবল তোফান বলে গুড়গুড় নলে হুড়গুড় নলে ফাইলিন ম্যাডাম তিতলি তিতি পরি হইছিব এমিটি প্রবল তোফান মানে পুরা সমুদ্রে আও ভয়ঙ্কর পরিস্থিতি কঠিন পরিস্থিতি প্রতিকূল পরিস্থিতি পবন ভয়ঙ্কর হউছি তোফান মারি আসুছি আর নৌকারে জল পরিপূর্ণ যিশু এ প্রভু কি বুদ্ধি করিবি মুই কাকু ডাকিবি এমতি হেলে কি প্রভু নাই তোকে गुड नाइट बिंदास अछंते क्यों ख्रीष्टन को आमे फॉलो करूछु क्यों ख्रीष्टन को आमे जानिछु जे झड़ बतास तूफान मध्यरे आराम रे अछंती बिल्कुल हलचल हैनांती बिल्कुल डिस्टर्ब हैनांती सही यीशु को आमे अनुकरण करूछु ना खाली मन रे यीशु यीशु भितरे दुख कांद सब मन रखंतु दुख आसीबो कष्ट आसीबो बतास बहिबो झंझा आसीबो किंतु जो मानकर विश्वास मजबूत थिबो से मानको ए झड़ बतास झंझा केबे मध्य होले परिबो नाही ना हुए नाही पढो कोन जल्दी पढो आम्भे मल्लु आपणकर कोन चिंता नाही एथिरे यीशु उठी पवन को धमक देई समुद्र को कहिले तू निह चुप कर सेथिरे पवन बंद होला वो यीशु उठिले आ काहा को धमक देले समुद्र को केमते कहले धमक देले धमक बने समुद्र भाई ना मैं प्लीज भाई ना टिके रहि जो भाई ना एमते कहले कि ना ए समुद्र मालो बापा सॉरी प्रभु भूल हे गेला प्रभु आ केबे ए पाप करबी नाही प्रभु जानंतु आम परमेश्वर प्रकृति सहित मध्य कथा ही पारंती एपरी महामहिमंकर संतान संतति है आमे पुणे चिंता रे रहिबु की कथा आज्ञा एडा मैच करू नाही ना ना आपण कहबे मोर बापा कोटिपति आ पड़सा घर को जाई करे 10 टंका गोडे दियो आज्ञा जलखिया खाइबी मानिबो केटा मैच करू छी की स्वभाव आउची की आज अनेक अंगर परिस्थिति एमिति आपण कहबे मो बाइबल रो परमेश्वर को विश्वास करू छी बोली स्वभाव रे जीरो विश्वास थाउछे अन्य ठारे भरोसा प्रभुंग ठारे आउजी पडू ना हो
ଯୀଶୁ ଦେଖିଲେ ସମୁଦ୍ର ତୋଫାନକୁ କହିଲେ ତୁନି ହୋ ଚୁପ୍ ଚୁପ୍ କାହାକୁ ସମୁଦ୍ରକୁ ଧମକ ଦେଇ କହିଲେ। ହେଲେ ଅନେକ ସମୟରେ କଣ ହୁଏ ଘର ମାନଙ୍କରେ ମନେକରେ ଦୁଇଟା ଛୁଆ ଅଛନ୍ତି ଗୋଟେ ଛୁଆ ମନେକରେ କିଛି ଦୁଷ୍ଟାମୀ କାମ କରୁଛି ତ ବାବା ତାକୁ ଧମକେଇବେ ଚୁପ୍ ହୋ ବୋଲି ଆଉ ଗୋଟେ ଛୁଆ କେମିତି ହେବ ଭଲ ହେଲା ତତେ ହେଉ ଆକା ହେଲେ ମୁଁ ଇମାଜିନ କରୁଛି ପ୍ରଭୁ ଯୀଶୁ ସମୁଦ୍ରକୁ ଧମକ ଦେଲା ବେଳକୁ ଏ ପବନ ଭାଇନା କେମିତି ହଉଥିବେ ତତେ ହେଉ ଆକା ବେଶୀ ହେଉ ହେଲେ ପ୍ରଭୁ ଏବେ ପବନକୁ କଣ କହିଲେ ତୁନି ହୋ ଚୁପ୍ ପବନକୁ ଧମକ ଦେଲେ ପ୍ରଥମେ ପବନକୁ ଧମକ ଦେଲେ ସରି ସମୁଦ୍ର ଖୁସି ହେଇଗଲା ବେଳକୁ ସମୁଦ୍ରକୁ କହିଲେ ତୁନି ହୋ ଦେଖନ୍ତୁ ତୁନି ହୋ ବୋଲି କହୁ କହୁ ସବୁ ସୁନସାନ ଲେଖା ହେଇଛି ସବୁ ଧୀର ସ୍ଥିର ପଢ କଣ ଲେଖା ଅଛି ସେଥିରେ ପବନ ବନ୍ଦ ହେଲା ଓ ସବୁ ଧୀର ସ୍ଥିର ହେଲା। ସବୁ ଧୀର ସ୍ଥିର କାଶ ଆମେ ଥାନ୍ତୁ କି ସେଇଠି ପ୍ରଚଣ୍ଡ ପବନ ବତାସ ତୋଫାନ ବହୁଥିଲା ସବୁ କେମିତି ହେଲା ପୁଣି ଧୀର ସ୍ଥିର ଓହୋ ଆମେ ଟିକେ ଜାଣିବା କି ସେ ପ୍ରଭୁଙ୍କର ଶକ୍ତିକୁ one word ଗୋଟିଏ ଶବ୍ଦ ଯଥେଷ୍ଟ ଅଟେ ଆପଣଙ୍କ ଜୀବନର ଦୁଃଖ ରୂପ ବତାସ କଷ୍ଟ ରୂପ ଝଞ୍ଜାକୁ ସ୍ଥିର କରିବା ପାଇଁ। ହାଲେଲୁୟା। ବିଶ୍ୱାସରେ ଦୁର୍ବଳ ହୁଅନ୍ତୁ ନାହିଁ ନିଜର ବିଶ୍ୱାସକୁ ଟିକେ ପରୀକ୍ଷା କରନ୍ତୁ ଆପଣ ବିଶ୍ୱାସରେ କେତେ ମଜବୁତ ଅଟନ୍ତି। ମନେ ରଖନ୍ତୁ ଜୀବନ ଯେଉଁ ପର୍ଯ୍ୟନ୍ତ ପ୍ରାଣ ଥିବ ଜୀବନରେ ଶ୍ୱାସ ବାୟୁ ଥିବ କଠିନ ପ୍ରତିକୂଳ ପରିସ୍ଥିତି ଆସିବ କିନ୍ତୁ ଯେଉଁ ବ୍ୟକ୍ତି ଈଶ୍ୱରଙ୍କ ଠାରେ ସମ୍ପୂର୍ଣ୍ଣ ବିଶ୍ୱାସ କରିବ ସେ କେବେ ମଧ୍ୟ ଅଧୈର୍ଯ୍ୟ ହେବ ନାହିଁ ବିଚଳିତ ହେବ ନାହିଁ 100 ବର୍ଷ ହେଇଗଲେ ମଧ୍ୟ ବିଶ୍ୱାସ ଉଣା ହେବ ନାହିଁ ତାହା ଅଟେ ବିଶ୍ୱାସ। ପଢମା ରୋମିଓ 4:19 ବୁଦରୁ ପଢ ଜଲ୍ଦି ରୋମିଓ 4:19 ତାଙ୍କ ବୟସ ପ୍ରାୟ 100 ବର୍ଷ ହେବାରୁ ସେ ଆପଣା ଶରୀରକୁ ମୃତ୍ୟୁବତ୍ ଓ ସାରାଙ୍କ ଗର୍ଭରୁ ମୃତ୍ୟୁ ବୋଲି ବିବେଚନା କଲେ ସୁଦ୍ଧା ବିଶ୍ୱାସରେ ଦୁର୍ବଳ ହେଲେ ନାହିଁ। ବିଶ୍ୱାସରେ ଦୁର୍ବଳ ହେଲେ ନାହିଁ। ଆଚ୍ଛା ବୟସ କେତେ ଥିଲା 35 ନା 30 ଭାବିବା ଦରକାର ଚିନ୍ତା ଟିକେ କରିବା ଦରକାର ଧ୍ୟାନ କରିବା ଦରକାର 100 ବର୍ଷର ବୁଢା ଶରୀରକୁ ମୃତ ବୋଲି ଦେଖୁଛି ମାନେ ଆଉ ଜୀବନ ନାହିଁ। ଓହୋ what an example কি আদর্শ আজ্ঞা 100 ବର୍ଷର ବୁଢା ପଢମ ଆଉଥରେ ତାଙ୍କ ବୟସ ପ୍ରାୟ 100 ବର୍ଷ ହେବାରୁ ସେ ଆପଣା ଶରୀରକୁ ମୃତ୍ୟୁବତ୍ ଓ ସାରାଙ୍କ ଗର୍ଭକୁ ମୃତ୍ୟୁ ବୋଲି ଦେଖ ନିଜ ଶରୀରକୁ ମଧ୍ୟ ମଲା ପରି ଦେଖୁଛନ୍ତି ସାରାର ଗର୍ଭକୁ ମଧ୍ୟ ମଲା ପରି ମାନେ ଆଉ ସେଇଠି କିଛି ଜୀବନ ନାହିଁ ଆଉ ଲେଖା ହୋଇଛି ମଧ୍ୟ 18ର ଶେଷ 2 ଲାଇନ୍ ପଢିଲେ ସେଥି ନିମନ୍ତେ ଆଶା ନଥିଲେ ସୁଦ୍ଧା ସେଥି ନିମନ୍ତେ କେଉଁଥି ନିମନ୍ତେ ଆମକୁ ଆଉ ସନ୍ତାନ ହେବ ନାହିଁ ବୋଲି ଆଶା ନଥିଲେ ସୁଦ୍ଧା ସେ ବିଶ୍ୱାସ କଲେ ବିଶ୍ୱାସ ନ କରି କାନ୍ଦି 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 ଦିନ ରାତି ଥିଲେ ଲେଖା ହେଇଛି ପଢ ରୋମିଓ 40ର 430ରେ ଲେଖା ହେଇଛି ଆଶା ନଥିଲେ ଯେ ବିଶ୍ୱାସରେ ମଜବୁତ ରୁହେ ସେ ବ୍ୟକ୍ତି ଜାଣିଛି ପରମେଶ୍ୱରଙ୍କ ଶକ୍ତି କଣ। ଆଜି ଘରକୁ ଯିବେ କଲମ କାଗଜ ନେବେ କେଉଁ କେଉଁ ବିଷୟର ଆଶା ନାହିଁ ଲେଖନ୍ତୁ ସ୍ୱାମୀ ପରିବର୍ତ୍ତନର ଆଶା ନାହିଁ କାମ କାର୍ଯ୍ୟର ଆଶା ନାହିଁ ପୁଅ ଝିଅ ହେବାର ଆଶା ନାହିଁ ବନ୍ଧ୍ୟାପଣ ଦୂର ହେବାର ଆଶା ନାହିଁ ସୁସ୍ଥତା ହେବାର ଆଶା ନାହିଁ ଚାକିରିର ଆଶା ନାହିଁ ଆତ୍ମିକ ଜୀବନରେ ବଢିବାର ଆଶା ନାହିଁ ସମସ୍ତ ଆଶା ନଥିବା ବିଷୟ ଲେଖନ୍ତୁ ଆଉ ଅବ୍ରାହମ ଯେପରି ଆଶା ନଥିଲେ ସୁଦ୍ଧା ବିଶ୍ୱାସ କଲେ ଆପଣମାନେ ମଧ୍ୟ ସେଇ ସମୟ ସେଇ ସମସ୍ତ
বিষয় নিমন্তে যে সমস্ত বিষয় পাই আশা নাই বিশ্বাস করিবা আরম্ভ করন্তু। হালেলুয়া। পড়ো পড়ি 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 বরং ଈଶ୍ୱରଙ୍କ ପ୍ରତିଜ୍ଞା ପ୍ରତି ଦୃଷ୍ଟିପାତ କରି ଅବିଶ୍ୱାସ ହେତୁ ସନ୍ଦେହ କଲେ ନାହିଁ। କାହାକୁ ଅନଉଛନ୍ତି ସେ ଏବେ? ନିଜ ଶରୀରକୁ ଅନେଇଲେ କି ନା ସାରାର ଗର୍ଭକୁ ଅନେଇଲେ ନା ମେଡିକାଲ ରିପୋର୍ଟ ଅନେଇଲେ ନା କୋର୍ଟର ଫାଇଲକୁ ଅନେଇଲେ ନା ନିଜର ବୁଦ୍ଧି ଜ୍ଞାନକୁ ଦେଖିଲେ ନା ଟଙ୍କା ବଳକୁ ଦେଖିଲେ ନା ମୁଁ ତ ବଡ ଧନବାନ ଲୋକ ମୁଁ ଗୋଟେ ବିଜ୍ଞାନ ବୈଜ୍ଞାନିକକୁ ଡାକିଦେବି ମେଡିକାଲକୁ ଡାକିଦେବି ନହେଲେ ମେଡିକାଲ ପଳେଇଯିବି ଡାକ୍ତର କରିଦେବ ତାଙ୍କ ଠାରେ ସବୁ କାମ ହେଇପାରିବ ଏମ୍ସକୁ ପଳେଇବି ଆପୋଲୋକୁ ପଳେଇବି ବୋଲି କହିଲେ କି? नो 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 ना अब्राहमଙ୍କର ଦୃଷ୍ଟି ଜଗତର କୌଣସି ବିଷୟ ପ୍ରତି ନଥିଲା ଯେ ଜଗତକୁ ତିଆରି କରିଛନ୍ତି ତାଙ୍କ ପାଖରେ ଥିଲା। ଆମର ଦୃଷ୍ଟି ଆଜି କେଉଁ ଆଡେ ଅଛି? ପରୀକ୍ଷା କରୁଥିବେ ସମୟ ହେଲାଣି ମୁଁ ଟିକେ ଦୌଡୁଛି। ପଢ 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 ଈଶ୍ୱରଙ୍କ ପ୍ରତିଜ୍ଞା ପ୍ରତି ଦୃଷ୍ଟିପାତ କରି ପାଗଳ ନା ଈଶ୍ୱରଙ୍କ ପ୍ରତିଜ୍ଞା ପ୍ରତି ଦୃଷ୍ଟିପାତ କରି ଅବିଶ୍ୱାସ ହେତୁ ସନ୍ଦେହ କଲେ ନାହିଁ। ମାନିବାକୁ ପଡିବ ସନ୍ଦେହ କଲେ ନାହିଁ। ପରିସ୍ଥିତି ପୁରା ଉଲ୍ଟା ମାନେ ଜିରୋ ଆଶା ଆଉ କେବେ ହେବ ନାହିଁ ଏପରି ପରିସ୍ଥିତି କିନ୍ତୁ ସନ୍ଦେହ ଜିରୋ। ଦେଖ ଏବେ ପଢ ନେକ୍ସଟ ପଦ। କିନ୍ତୁ ଈଶ୍ୱର ଯାହା ପ୍ରତିଜ୍ଞା କରିଅଛନ୍ତି ତାହା ସାଧନ କରିବା ନିମନ୍ତେ ମଧ୍ୟ ସେ ଯେ ସକ୍ଷମ ଏହା ଦୃଢ ରୂପେ ଜାଣି ତାଙ୍କୁ ଗୌରବ ଦେଇ ବିଶ୍ୱାସରେ ବଳବାନ ହେଲେ। ବିଶ୍ୱାସରେ ବଳବାନ ହେଲେ। ହାଲେଲୁୟା। ପ୍ରଭୁଙ୍କ ଲୋକମାନେ ଏକ ବ୍ୟକ୍ତି ଆଶା ନଥିଲେ ସୁଦ୍ଧା ଯଦି ଈଶ୍ୱରଙ୍କୁ ଅନାଇବ ତେବେ ସେ ତାଙ୍କୁ ଯଦି ଜାଣିପାରିବ ତାର ବିଶ୍ୱାସ ବହୁ ଗୁଣରେ ବଢିଯିବ। ସେ କେବେ ମଧ୍ୟ ନିଜର ପରିସ୍ଥିତିକୁ ଦେଖି ବିଚଳିତ ହେବ ନାହିଁ। ହାଲେଲୁୟା। ବାବୁ ବଜା ବଜା ବଜେଇବ ପରା। ବିଶ୍ୱାସରେ ଆମେ ସଦା ଦୃଢ଼ ରହିବା। ବିଶ୍ୱାସରେ ଆମେ ସଦା ଦୃଢ଼ ରହିବା। स्पीड रिदम कावाले रिदम हां विश्वासरे అర్థమైందా? తావు గైబినే టైం ఎలా? హల్లెలూయా। କେବେ ମଧ୍ୟ ବିଶ୍ୱାସରେ ଉଣା ପଡନ୍ତୁ ନାହିଁ। ନା 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 କେବେ ନାହିଁ। ପରିସ୍ଥିତିକୁ ଦେଖନ୍ତୁ ନାହିଁ ସମସ୍ୟାକୁ ଦେଖନ୍ତୁ ନାହିଁ। ଦାନିଏଲ ମହାଶୟ ସିଂହକୁ ଦେଖିଲେ ନାହିଁ ଯେ ସିଂହର ମୁଖକୁ ସୁଞ୍ଚି ଧରି ସିଲେଇ ପାରିବେ ମୁଖ ବନ୍ଦ କରିପାରିବେ ତାଙ୍କୁ ଦେଖିଲେ। ଶୈଦ୍ରକ ମୈଶକ ଅବେଦନକ ଅଗ୍ନିକୁ ଦେଖି ଡରିଲେ ନାହିଁ ଯେ ଗ୍ରାସ ତାଙ୍କୁ ଦେଖିଲେ। ଏସ୍ତର ଦିଦି ରାଜାର ଆଜ୍ଞାକୁ ଭୟଭୀତ କଲେ ନାହିଁ ଯେଉଁ ପରମେଶ୍ୱର ରାଜାର ମନକୁ ଚେଞ୍ଜ କରିପାରନ୍ତି ତାଙ୍କୁ ଦେଖିଲେ। ପ୍ରଭୁଙ୍କ ଲୋକମାନେ ବିଶ୍ୱାସରେ କିପରି ମଜବୁତ ହେବା ବୋଲି କହିଲେ ଅବ୍ରାହମ ଈଶ୍ୱରଙ୍କୁ ଜାଣିଲେ। ସେ ଗୋଟେ ପଦ ପଢ ସାରିବି। କିନ୍ତୁ ଈଶ୍ୱର ଯାହା ପ୍ରତିଜ୍ଞା କରିଅଛନ୍ତି ତାହା ସାଧନ କରିବା ନିମନ୍ତେ ମଧ୍ୟ ସେ ଯେ ସକ୍ଷମ ଏହା ଦୃଢ ରୂପେ ଜାଣି। ଏଇଟା ମନେ ରଖିବେ। ଦୃଢ ରୂପେ ଜାଣନ୍ତୁ। କଣ ଦୃଢ ରୂପେ ଜାଣିବେ? ପରମେଶ୍ୱର ଆଜି ମଧ୍ୟ ସକ୍ଷମ ଅଟନ୍ତି ମତେ 100 ବର୍ଷ ହେଇଯାଉନା କାହିଁକି ଛୁଆ ଦେଇପାରିବେ। ହାଲେଲୁୟା। ଏହା ଅବ୍ରାହମ କେମିତି ଜାଣିଥିଲେ? ଦୃଢ ରୂପେ। ପ୍ରେଜ୍ ଦ ଲର୍ଡ। ଦୃଢ ରୂପେ ଆପଣ ମାନେ ମଧ୍ୟ ଜାଣି ଯାଆନ୍ତୁ ପରମେଶ୍ୱର ମୋର ଆବଶ୍ୟକ ଯୋଗାଇ ପାରିବେ। ପରମେଶ୍ୱର ସୁସ୍ଥ କରିପାରିବେ। ପରମେଶ୍ୱର ଜିହୋଭା ଜିରି ଅଟନ୍ତି ସେ ନିଶ୍ଚୟ ଭାବ ମୋଚନ କରିବେ। ପରମେଶ୍ୱର ଜିହୋଭା ନିଶ୍ଚୟ ଅଟନ୍ତି ସେ ମୋତେ ବିଜୟ ଦେବେ। ପରମେଶ୍ୱର ଜିହୋଭା ରହି ଅଟନ୍ତି ସେ ପାଳନ କରିବେ। ପରମେଶ୍ୱର ଆଜି ମଧ୍ୟ ଜିହୋଭା ରାଫା ଅଟନ୍ତି ସେ ଆରୋଗ୍ୟ କରିପାରିବେ। ପରମେଶ୍ୱର ଆଜି ମଧ୍ୟ ଜିହୋଭା ସିଦ୍ଗୁଣ ଅଟନ୍ତି ସେ ମଧ୍ୟ ପବିତ୍ର କରିପାରିବେ। ପରମେଶ୍ୱର ସର୍ବଶକ୍ତିମାନ ଅଟନ୍ତି ତାଙ୍କଠାରେ କୌଣସି ବିଷୟ କେବେ ଅସମ୍ଭବ ନାହିଁ। ଏହା ଯଦି ଆମ୍ଭେମାନେ ଦୃଢ ରୂପେ ଜାଣିଯିବା ଆମର ବିଶ୍ୱାସ ବଢିବ। ପରିସ୍ଥିତି ଯେତେ ଖରାପ ହଉ ଆମେ ଚିନ୍ତା କରିବା ନାହିଁ ଆମେ ବିଚଳିତ କେବେ ହେବା ନାହିଁ। ଆସନ୍ତୁ ଚକ୍ଷୁ ବନ୍ଦ କରିବା।
ଆଉ ବହୁତ କଥା ଅଛି କିନ୍ତୁ ସମୟ ସାପେକ୍ଷ ହଉନାହିଁ ତେଣୁ ମୁଁ ଏଥିରେ ସମାପ୍ତ କରିବା ପାଇଁ ଯାଉଛି। ହାଲେଲୁୟା। Praise the Lord. যে আবশ্যকতা যোগান্তে যে আবশ্যকতা যোগান্তে যে ଆମକୁ ବିଷୟ ପ୍ରଦାନ କରନ୍ତି ଯେ ଆମ ପାଇଁ ଚିନ୍ତା କରନ୍ତି ଓ ଆମକୁ ଚିନ୍ତାରୁ ମୁକ୍ତି ଦେଇପାରନ୍ତି ସେ ସଦାପ୍ରଭୁ ଯେହୋବା ଅଟନ୍ତି। যে পালন করতে যে শান্তি দিয়ন্তে সে মাটি বা পথর নহন্তে সে বাইবেলর পরমেশ্বর যেহোবা সদাপ্রভু অটন্তে। যেহোবা যিনি প্রভু অটন্তে পালন সে আমকু করন্তে। যেহোবা যিনি প্রভু আবশ্যকতা নিশ্চয় যোগান্তে। যেহোবা যিনি প্রভু অটন্তে আবশ্যকতা নিশ্চয় যোগান্তে। সমস্ত বড়দের সহিত যেহোবা যিনি প্রভু অটন্তে বিজয় সে আমকু দিয়ন্তে।
আজি মধ্যে জীবিত সে পালন করিবে জিহ্বা সদা চিন্তা করতি মানে আপনার চিন্তা করতু মনে করতু আপনার সৃষ্টি করতে আপনার চিন্তা করছেন জিহ্বা নিরবন ডাকিলে সে
ସେ हालेलुया प्रभुଙ୍କ ଲୋକମାନେ କଣ ଥାଉ କି ନ ଥାଉ ଯୀଶୁ ଥାନ୍ତୁ ଟଙ୍କା ଥାଉ କି ନ ଥାଉ ଯୀଶୁ ଯଥେଷ୍ଟ ଘର ଥାଉ କି ନ ଥାଉ ଯୀଶୁ ସଙ୍ଗରେ ରୁହନ୍ତୁ ଶରୀର ଭଲ ଥାଉ କି ନ ଥାଉ ଯୀଶୁ ଥାନ୍ତୁ ହାଲେଲୁୟା Praise the Lord. Hallelujah. ସମସ୍ତେ ନୀରବ ହେଉ ଆମ୍ଭେମାନେ ଶେଷ ପ୍ରାର୍ଥନା କରିବା Hallelujah. Joy सदा तुम्भ नामर जय तुम नामर गौरव तुम नामर प्रशंसा हो जुगे जुगे तुम धन्य तुम्हें अपना लोक मान चिंता करवा ईश्वर तुम्हें चिंतार मुक्ति देवा परमेश्वर तुम्हें रक्षाकारी उद्धार करता ईश्वर तुम्हें आज साहाय्य कल जानिबा देल आम पाई के चिंता करंतु कि न करंतु यहोवा सदा आम पाई चिंता करंती थैंक यू लॉर्ड थैंक यू धन्यवाद धन्यवाद प्रभु तुमको धन्यवाद हालेलुया स्वर्गीय पिता तुमको धन्यवाद उच्च समय पाए तुम आश्चर्य भाव समय निरूपण कर प्रभु आम तुम रब शुणु जीवन सकल चिंतार बाहर सब चिंतार भार तुम चिंतार किसी लाभ ना तुम जाना धन्यवाद स्वर्गीय प्रभु आज वाक्य आम प्रत्येक जीवन में सत्य गुण फल उत्पन्न करो केबे चिंता न करिबा निराश न होबा अधैर्य न होबा चिंतार भांगी न पड़िबा अब्राहम प्रभु आमर दृष्टि तुम हाड़ रखी जीवन आगे बढ़ा साहाय्य कर परिस्थिति जहा भी हो तुम्हें जपरी निश्चिंत अविचलित होकी रहिल आमको मध्य सही जीवन प्रदान कर बापा जदि कौन से तुम लोक माने मो प्रिय माँ बापा भाई भणी माने ठारे चिंतार भांगे पड़ी परिवार चिंता स्वामी स्त्री पुओ झियो चिंता काम कार्य व्यवसाय चाकरी चिंता भविष्य चिंता अनेक आत्मिक जीवन बढ़ा चिंता प्रभु जाने तुम्हें आम चिंता करुछ चिंता करिबा तुमर कार्य प्रार्थना करिबा विश्वास करिबा आमर कार्य यह बुझिबा साहाय्य कर प्रभु ये मंडली को मंडली सेवक पालक पालिका डिकेन्स गण मान कमिटी मेंबर्स प्रत्येक पुणी तुम प्रियजन मान तुम पराक्रम हस्तर समर्पण करुछि आज ठारू माने चिंता शून्य होंतु पवित्रतार पूर्ण होंतु आनंदर जीवन बितांतु निजर सब विषय को तुम ठारे दे निश्चिंत होई बंचिबा आरंभ करंतु तुम्हें तुम्हें सब करि पारिबो एहा जानि
ଜୀବନକୁ ଆରାମରେ ବିତାଇବା ପାଇଁ ସାହାଯ୍ୟ କଲ୍ୟାଣ କରିଦିଅ। ପ୍ରଭୁ ତୁମେ କଥା କହିଲ ବୋଲି ଧନ୍ୟବାଦ ଦେଉଛି। ତୁମ ଇଚ୍ଛା ହେଲେ ପୁଣି ସାକ୍ଷାତ କରି ପରସ୍ପରର ଉତ୍ସାହର କାରଣ ହେବା ପାଇଁ ମାର୍ଗ ଖୋଲ। ଯଦି ତୁମ ଆଗମନ ହୋଇଯାଏ ଆମ୍ଭେମାନେ ଯେପରି ଦିନମାନଙ୍କରେ ଆପଣା ଜୀବନକୁ ସଜାଡ଼ିବୁ, ନିଷ୍ପାପ ପବିତ୍ର ଜୀବନ ବିତାଇବୁ, ପୁଣି ଯୁଗ ଯୁଗ ଧରି ତୁମ ସହିତ ବସବାସ କରିବୁ, ଏହିପରି ଜୀବନ ଏହି ଦିନମାନଙ୍କରେ ବିତାଇବା ପାଇଁ ସାହାଯ୍ୟ କର। ପ୍ରଭୁ ସମସ୍ତଙ୍କ ଜୀବନ ପରିବାରକୁ ମୁଁ ତୁମ ହସ୍ତରେ ରଖୁଛି, କାହାରିକୁ ଛାଡ଼ ନାହିଁ। ପ୍ରେମର ଦୌଡ଼ିରେ ରଜ୍ଜୁରେ ବାନ୍ଧିକି ରଖ, ପାପ ଠାରୁ ଅଲଗା ଜୀବନ ବିତାଇବା ପାଇଁ ସାହାଯ୍ୟ କର। ଧନ୍ୟବାଦ କଥା କହିଲ, ସବୁ ବିଷୟ ପାଇଁ ଧନ୍ୟବାଦ ଦେଇ ସବୁ ମହିମା ଗୌରବ ସମ୍ଭ୍ରମ କେବଳ ତୁମକୁ ଦେଇ ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗିଲେ, ଆମେନ୍। ପ୍ରଭୁଙ୍କ ପାଇଁ ଗୋଟେ ଉଚ୍ଚ କରତାଳ ଦିଅନ୍ତୁ।